ଆସିଛି ଏ ଜିନିଷର ନା କିଏ ଜାଣିଛି ମତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଆଜି ଆସନ୍ତୁ କାଙ୍କଡ ଆଳୁ ତରକାରୀ କରିବା। ସେଥିପାଇଁ କାଙ୍କଡ ଆଉ ଆଳୁକୁ କାଟି କରି ଧୋଇ କରି ରଖିବା। ତା ସାଙ୍ଗରେ ପିଆଜ ଆଉ ଟମାଟର ମଧ୍ୟ କାଟି କରି ରଖିବା। ଗ୍ୟାସ ରେ କଡେଇ ବସେଇ ସେଥିରେ ତେଲ ଦବା। ତେଲ ଦେଇଥିଲା ପରେ ପ୍ରଥମେ କାଙ୍କଡଟାକୁ ଭଲ କରି ଭାଜି କରି କାଢି ସେଥିରେ ଆଉ ଟିକେ ତେଲ ଦେଇ ସେଥିରେ ଆଳୁ ପକେଇ ଭଲ ଭାବରେ କଡେଇରେ ଆଉ ଟିକେ ତେଲ ଦବା। ତେଲ ତାତିଲା ପରେ ତେଜପତ୍ର ଦବା। ତା ସାଙ୍ଗରେ ଗୋଟା ଗରମ ମସଲା ଦେଇ କିଛି ସମୟ ଭାଜିବା। କାଟି ରଖିଥିବା ପିଆଜ ଭଲ ଭାବରେ ଭାଜିଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ଦବା। ତା ସାଙ୍ଗରେ ଟମାଟୋ ଦେଇ କିଛି ସମୟ କଷିବା। ଗୁଣ୍ଡ ମସଲା ମଧ୍ୟ କିଛି ଦବା। ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ତା ସାଙ୍ଗରେ ଲୁଣ, ଜିରା ଗୁଣ୍ଡ ଆଉ ଧନିଆ ଗୁଣ୍ଡ ଦେଇ ଆଉ କିଛି ସମୟ ଭଲ ଭାବରେ କଷିବା। ଭଲ ଭାବରେ କଷିଗଲା ପରେ ଭାଜି ରଖିଥିବା ଆଳୁ ଆଉ କାଙ୍କଡକୁ ଦେଇ ଆଉ କିଛି ସମୟ ଭଲ ଭାବରେ ସିଝିଗଲା ପରେ ସେଥିରେ ପାଣି ଦେଇ ଅଧଘଣ୍ଟା ଫୁଟିବାକୁ ଛାଡିଦବା। ଆଳୁ କାଙ୍କଡ ଭଲ ଭାବରେ ସିଝିଗଲା ଏବେ ଓହ୍ଲେଇ କରି ରଖିବା। ଆମର ପ୍ରସ୍ତୁତ ହେଇଗଲା ଆଳୁ ଆଉ କାଙ୍କଡ ତରକାରୀ। ଆକୁ ଆପଣ ଗରମ ଭାତ କିମ୍ବା ରୁଟିରେ ଖାଇପାରିବେ। ଭାରି ଟେଷ୍ଟ ହେଇଛି। ଯଦି ଭଲ ଲାଗିଥିବ ଚ୍ୟାନେଲ ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ କରିଦେବେ। ଫେସବୁକ ପେଜରେ ଫଲୋ କରିଦେବେ।